ଜୟ ଜଗନ୍ନାଥ ଭାଇ ଏବଂ ମାନେ ଉତ୍କଳ ଗୌରବ ପାଠଶାଳା ଆପଣମାନଙ୍କୁ ସ୍ୱାଗତ କରୁଛି। ପୂର୍ବ ଭିଡ଼ିଓରେ ଆମେ ପଢ଼ିଥିଲେ ଏଇ ରିମାଇଣ୍ଡର ଥିଓରେମର ବେସିକ୍ ପଢ଼ିଲେ। ବେସିକ୍ ପରେ ଆମର ବାଇନୋମିଆଲ ଥିଓରି ପଢ଼ିଲେ, ଥର୍ମିଟ୍ ଥିଓରି ପଢ଼ିଲେ ଏବଂ ସେଇ କ୍ୱେଶ୍ଚନ ଆନ୍ସରକୁ ଆମେ ପ୍ରାକ୍ଟିସ୍ କଲେ। ଆଜି ଆମେ ଦେଖିବା ଏଇ ରିମାଇଣ୍ଡର ଥିଓରେମର ଲାଷ୍ଟ ସେସନ୍। ଏଥିରେ କିଛି କ୍ୱେଶ୍ଚନ ଆନ୍ସର ତାପରେ ଆମର ୟୁଲର୍ସ ଥିଓରି ଅଛି, ସେସବୁ ପ୍ରାକ୍ଟିସ୍ କରିବା। ତେଣୁ ଆସନ୍ତୁ କ୍ୱେଶ୍ଚନ ନମ୍ବର 1। କ୍ୱେଶ୍ଚନ ନମ୍ବର 1 କ'ଣ କହିଛି ନା 31 ର ପାୱାର 31, 31 ପାୱାର 31 ତାର ପାୱାର 31 ଡିଭାଇଡ୍ ବାଇ 32। ଦେଖନ୍ତୁ ପ୍ରଥମେ ତ ୟା ଉପରେ କାମ କରିବା 31 ର ପାୱାର 31। 31 ର ପାୱାର କେତେ ଅଛି? ଅର୍ଡର ନମ୍ବର। ତେଣୁ ଯାହା ବି ହଉ ଏହାର ଭ୍ୟାଲୁ କେତେ ଆସିବ? ଅର୍ଡର ନମ୍ବର ହିଁ ଆସିବ, ବୁଝିପାରିଲେ? ତାପରେ ଏଇ 31 ର ପାୱାର କେତେ ଆସିବ? ସେ ଅର୍ଡର ଲାଗି 31 into 31 into 31 into 31 ଭଳିଆ ଅର୍ଡର ନମ୍ବର ଆସିବ। ଯଦି ଅର୍ଡର ନମ୍ବର ଆସୁଛି ଡିଭାଇଡ୍ ବାଇ 32 ସହିତ ଆମେ ଡିଭାଇଡ୍ କରିବା 32। ତାହେଲେ ରିମାଇଣ୍ଡର କେତେ ଆସିଛି? -1। ଏଠି ରିମାଇଣ୍ଡର ଆସିବ -1, ତାହେଲେ -1 କେତେ ଥର? -1 ପାୱାର କେତେ ରହୁଛି? -1 ପାୱାର ଅର୍ଡର ରହୁଛି। ତେଣୁ -1 ପାୱାର ଯଦି ଅର୍ଡର ରହୁଛି ତାହେଲେ ରିମାଇଣ୍ଡର କ'ଣ ଆସିବ? -1 ହିଁ ଆସିବ। ଯଦି -1 ର ପାୱାର ଇଭେନ୍ ହେଇଥାନ୍ତା ତାହେଲେ ରିମାଇଣ୍ଡର କେତେ ହେଇଥାନ୍ତା? +1। ଦେଖନ୍ତୁ ଏଠି -1 ରିମାଇଣ୍ଡର ଆସିଲା। ଆକ୍ଚୁଆଲି ଏଟା ହଉଛି ନେଗେଟିଭ ରିମାଇଣ୍ଡର। ଯଦି ଏଟା ନେଗେଟିଭ ରିମାଇଣ୍ଡର ତାହେଲେ ଆମର ଆକ୍ଚୁଆଲ ରିମାଇଣ୍ଡର କ'ଣ? 32 ରୁ ମାଇନସ୍ କରିବା 1, ତାହେଲେ 31। ଆକ୍ଚୁଆଲ ରିମାଇଣ୍ଡର 31। ବୁଝିପାରିଲେ? ଆସନ୍ତୁ ଦେଖିବା ନେକ୍ସଟ କ୍ୱେଶ୍ଚନ। 32 ର ପାୱାର 32 ଡିଭାଇଡ୍ ବାଇ 7। ପ୍ରଥମ ତ ଆମେ ବାଇନୋମିଆଲ ଥିଓରିରେ କାମ କରିବା। ବାଇନୋମିଆଲ ଥିଓରି କ'ଣ କହୁଛି? 7 ସହିତ ଆମେ ଏଇ 32 କୁ 7 ରେ ହରଣ କରିପାରିବା। ତାହେଲେ 7 28 28 ପର୍ଯ୍ୟନ୍ତ ହେଇପାରିବ। ଆଉ ଏଠି କେତେ ହେଲା? 4 ବାଇ 7। କିନ୍ତୁ ଏଇ ସଂଖ୍ୟାଟାକୁ ଆମେ ଫର୍ମେଟ୍ ନମ୍ବର ଦ୍ୱାରା ଡିଭାଇଡ୍ କରିପାରିବା। 7 ର ଫର୍ମେଟ୍ ନମ୍ବର କେତେ? 6। ତେଣୁ 6 5 30 ପର୍ଯ୍ୟନ୍ତ ଡିଭାଇଡ୍ ହେଇପାରିବ। ବାକି ରିମାଇଣ୍ଡର କେତେ? 2 ରହୁଛି। ତେଣୁ 4 ପାୱାର 2। 4 ପାୱାର 2, 4 into 4 16, 16 ଯୁକ୍ତ 7, 7 ଗୁଣେ 14। ତେଣୁ କେତେ ରହିଲା? 2। ତାହେଲେ ଅପସନ ନମ୍ବର B। ବୁଝିପାରିଲେ? ଆସନ୍ତୁ ଦେଖିବା 3 ନମ୍ବର। 3 ନମ୍ବର କ'ଣ କହୁଛି? 8 8 8 ରିପିଟ୍ ହଉଛି 75 ଟାଇମ୍। ତାହେଲେ 8 8 8 8 ଇଏ ଆସିଲା 72 ନମ୍ବର 8। ତାପରେ 73 74 75। ମତଲବ ଏତିକି। 75 କେତେ? 13। ମନେ କରନ୍ତୁ ପୂର୍ବ ଭିଡ଼ିଓରେ ମୁଁ କହିଛି ଯଦି ଯେକୌଣସି ନମ୍ବର ସେ 5 ହଉ କିମ୍ବା 8 ହଉ, ଯଦି ରିପିଟ୍ ହେଇଥିବ କେତେ ଥର? 6 ଥର, 12 ଥର କିମ୍ବା 18 ଥର, 6 ଥର କିମ୍ବା 12 ଥର କିମ୍ବା 18 ଥର, ତାହେଲେ ଏହି ସଂଖ୍ୟା ଗୁଡାକ 7 ଦ୍ୱାରା, 11 ଦ୍ୱାରା, 13 ଦ୍ୱାରା, 77 ଦ୍ୱାରା ସମ୍ପୂର୍ଣ୍ଣ ଭାବରେ divisible। ତାହେଲେ ଏ ଦେଖନ୍ତୁ 75ଟା 8 ଅଛି,
ତାହେଲେ ଏଠୁ ଛଅଟା ଗ୍ରୁପ କେତେ ଆମେ ଯଦି ମାଇନସ୍ କରିଦବା ତାହେଲେ ବାକି ତକ ଆମେ ପାଇଯିବା। ଆଉ ସେ ବାକି ତକ ଯୋଉ ମିଳିବ ସେଥିରୁ ଆମେ 13 ଡିଭାଇଡ କଲେ ରିମାଇଣ୍ଡରଟା ପାଇପାରିବା। ବୁଝିପାରିଲେ? ତେଣୁ 6 6 15 6 ଦୁଣେ 12। ତାହେଲେ ଆଉ କେତେ 3ଟା 8 ବଳିଲା। ତାହେଲେ ସେ 3ଟା 8କୁ 8 8 8 3ଟା 8କୁ ଆମେ 13 ଦ୍ୱାରା ଡିଭାଇଡ କରିବା। 1378 78 10 88 ଆଉ 108 108 ହେଲେ 13 104। ତାହେଲେ ଆଉ ବଳିଲା 4 ରିମାଇଣ୍ଡର 4। ତେଣୁ ଅପସନ ନମ୍ବର ଡି ଏଇଟା ହିଁ ହବ ରାଇଟ୍ ଆନ୍ସର। ବୁଝିପାରିଲେ? ଆଉ ଥରେ ବୁଝାଉଛି ଦେଖନ୍ତୁ। ଏ ଯୋଉ 8 8 8 8 ଚାଲିଲା ଏଇ 6ଟାରେ ଯେହେତୁ ତଳେ ଅଛି 13 13 ଦ୍ୱାରା ଏଇ 6ଟା 8 ସମ୍ପୂର୍ଣ୍ଣ ଭାବରେ ତାପରେ ଏଠି ରିମାଇଣ୍ଡର 0 ପୁଣି 6ଟା 8 ଇଏ ରିମାଇଣ୍ଡର 0 ପୁଣି 6ଟା 8 ଇଏ ରିମାଇଣ୍ଡର 0 ସେଇଭଳିଆ ଆମର 72ଟା 8ରେ ରିମାଇଣ୍ଡର 0 ରହୁଛି। ଆଉ ବାକି 3ଟି 8 ଏଇ 3ଟି 8କୁ ଆମେ 13 ଦ୍ୱାରା ହରଣ କଲେ କଣ ପାଇଲେ ରିମାଇଣ୍ଡର 4 ପାଇଲେ। ବୁଝିପାରିଲେ? ଆଉ ଦେଖିବା ଆଗକୁ ଇଏ ହଉଛି 6ର ପାୱାର 2 4 1 divided by 25। ତାହେଲେ ପ୍ରଥମ ତ ମ୍ୟାନୁଆଲ ଥ୍ୟୋରୀ ଲାଗିବ, ଛୋଟ ଅଛି ବଡ଼ ଅଛି, ତାହେଲେ ଫାର୍ମିଟ ନମ୍ବରରେ ଆମେ ଡିଭାଇଡ କରିବା। ଫାର୍ମିଟ ନମ୍ବର କେତେ 24। ତାହେଲେ ଏଇ 241ଟା ଯଦି ହରଣ କରାଯାଏ ତାହେଲେ କେତେ ପର୍ଯ୍ୟନ୍ତ କଟିପାରିବ 240 ପର୍ଯ୍ୟନ୍ତ ଯାଇପାରିବ। 1 କିନ୍ତୁ ଡିଭାଇଡ ହବନି 1 ରିମାଇଣ୍ଡର ବଞ୍ଚିଯିବ। ତାହେଲେ ଆମର 6ର ପାୱାର କେତେ ପାଇଲେ 1 ପାଇଲେ ଡିଭାଇଡ ବାଇ 25। ତାହେଲେ 6ର ପାୱାର 1 ମାନେ 6 6 25। ତାହେଲେ ରିମାଇଣ୍ଡର କେତେ ହବ ଅପସନ ନମ୍ବର ସି 6। ତ ବାସ୍ ତାପରେ ଦେଖିବା ଆମେ ୟୁଲର୍ସ ଥିଓରୀ ଦେଖିବା। ୟୁଲର୍ସ ଥିଓରୀରେ କୋଉଭଳିଆ ଯେମିତି ଆମେ ଫାର୍ମିଟ ଥିଓରୀକୁ ନେଇ କିମ୍ବା ବାଇନୋମିଆଲ ଥିଓରୀକୁ ନେଇ ରିମାଇଣ୍ଡର କାଢିଲେ ୟୁଲର୍ସ ଥିଓରୀ ମଧ୍ୟ ସେଭଳିଆ ରିମାଇଣ୍ଡର କାଢିପାରିବା। ଇଏ ହଉଛି କଣ ଇଏ ହଉଛି ଟର୍ସେଣ୍ଟ, याको टर्सेंट बोली कुहाଯାଉଛି ବା ୟୁଲର୍ସ ନମ୍ବର। ଆମେ ୟୁଲର୍ସ ନମ୍ବରକୁ n ବୋଲି ବି କହିପାରିବା। ତାମାନେ a ଆଉ n ଦୁଇଟା କୋପ୍ରାଇମ୍ ନମ୍ବର ହେବା ଦରକାର। ମନେକର ଯୋଉ ଏଇଟା ଯଦି ଲବ ଘର କୋପ୍ରାଇମ୍ ହେଇଥିବା ଦରକାର ତାହେଲେ ତାର ୟୁଲର୍ସ ନମ୍ବର କଣ ହବ ୟୁଲର୍ସ ନମ୍ବର ଏଇଟା ହଉଛି ୟୁଲର୍ସ ନମ୍ବର। ୟୁଲର୍ସ ନମ୍ବର ଯଦି ଏଇଟା ଡିଭାଇଡ ହେବ ତାହେଲେ ରିମାଇଣ୍ଡର କେତେ ଆସିବ 1 ଆସିବ। ତେଣୁ ଆକୁ ଦେଖିବା କ୍ୱେଶ୍ଚନ ପ୍ରାକ୍ଟିସ କଲେ ଆପଣମାନେ ବୁଝିପାରିବେ। ପ୍ରଥମ ଖାଲି ଦେଖନ୍ତୁ ଆପଣଙ୍କର ଏଇ ଡସେଣ୍ଟ ନମ୍ବରଟା କେମିତି ବାହାରୁଛି। 8ର ଡସେଣ୍ଟ ନମ୍ବର ବାହାର କରିବା। ତାହେଲେ ଡସେଣ୍ଟ ନମ୍ବର ବା ୟୁଲର ନମ୍ବର କେମିତି ବାହାର କରାଯିବ 8ର ଯୋଉ 8ର ସବୁ ସାନ ସଂଖ୍ୟା ଥିବେ 7 6 5 4 3 2 1 ଏଇ ସଂଖ୍ୟା 8କୁ ନେଇକି କେତୋଟି କୋପ୍ରାଇମ୍ ଯୋଡି ହେଇପାରିବ କୋପ୍ରାଇମ୍ ଯୋଡି। ତାହେଲେ 8 ସହିତ 7 ଇଏ ଗୋଟେ କୋପ୍ରାଇମ୍ ଯୋଡି, 8 ସହିତ 5 ଇଏ ଗୋଟେ କୋପ୍ରାଇମ୍ ଯୋଡି, ତାପରେ 8 ସହିତ 3 ଇଏ ଗୋଟେ କୋପ୍ରାଇମ୍ ଯୋଡି, ତାପରେ 8 ସହିତ 1 ଇଏ ଗୋଟେ କୋପ୍ରାଇମ୍ ଯୋଡି। ତାହେଲେ 8 7 ଇଏ ଗୋଟେ କୋପ୍ରାଇମ୍ ଯୋଡି, 8 ଆଉ 5 ଇଏ ଗୋଟେ କୋପ୍ରାଇମ୍ ଯୋଡି, 8 ଏବଂ 3 ଇଏ ଗୋଟେ କୋପ୍ରାଇମ୍ ଯୋଡି, 8 ଏବଂ 1 ଇଏ ଗୋଟେ କୋପ୍ରାଇମ୍ ଯୋଡି। ତାହେଲେ 1 2 3 4 ଚାରିଟା ଏହାର ଫର୍ମୁଲା ମଧ୍ୟ ଅଛି। ତାହେଲେ 8ର ଡସେଣ୍ଟ ନମ୍ବର କଣ ପାଇଲେ
4 ବୁଝିପାରିଲେ। ସେଇଭଳି ଆସନ୍ତୁ ଦେଖିବା ତାର ଫର୍ମୁଲା କେମିତି କାମ କରେ। ଏହାର ଫର୍ମୁଲା ହେଲା ମନେକର ଆମେ 8 ର percent value ବାହାର କରିବା। କଣ କରିବା 8 ର ଆମେ ପ୍ରାଇମ ଫ୍ୟାକ୍ଟର ତାହେଲେ 2 × 8 2 × 4 2 × 2 8 ପ୍ରାଇମ ଫ୍ୟାକ୍ଟର କଣ 2 ର ପାୱାର 3 ତାହେଲେ 8 ର ଡସେଣ୍ଟ ନମ୍ବର ବାହାର କରିବା ହେଲେ 8 ଗୁଣ 1 ମାଇନସ 1 ବିଭକ୍ତ ଏଇଟା ଯୋଉ ନମ୍ବରଟା ଆସିଲା এই ପ୍ରାଇମ ଫ୍ୟାକ୍ଟର ଡିଭାଇଡ ବାଇ ସେଇ ସଂଖ୍ୟା ତାହେଲେ 8 into 2 minus 1 divided by 2 ତାହେଲେ ଆମର କେତେ ଆସିଲା 8 ଗୁଣ ହାଫ 2 × 8 ସଂଖ୍ୟାଟା 4 ବୁଝିପାରିଲେ। এইଭଳି ଭାବରେ ଆମେ ନେକ୍ସଟ ଦେଖିବା 20 ର ବାହାର କରିବା 20 ର ସେଇଭଳିଆ 20 ର percent ନମ୍ବର ବାହାର କରିବା ତାହେଲେ 20 ର ଆମେ ପ୍ରାଇମ ଫ୍ୟାକ୍ଟର ବାହାର କରିବା 2 10 20 2 5 10 ତାପରେ 5 କେ 5 ठीक 4 5 20 ତାହେଲେ 20 ର ଆମେ ପ୍ରାଇମ ଫ୍ୟାକ୍ଟର କଣ ପାଇଲେ 2 to the power 2 into 5 to the power 1 ତାହେଲେ 20 ର percent ଗଲୁ 20 into 1 minus 2 into 1 minus 5 ବାସ୍ ଏଟାକୁ ଗୁଣ ନେଇଯିବ ତାମାନେ ଏହାର ପାୱାର କେତେ ରହୁଛି କି 5 ର ପାୱାର କେତେ ରହୁଛି ସେ ସବୁ କିଛି ମତଲବ ନାହିଁ ଆମର କେତୋଟି ପ୍ରାଇମ ଫ୍ୟାକ୍ଟର ଆସୁଛି ସେଇ ସଂଖ୍ୟାକୁ ହିଁ ନେଇ ଏଠି ତାର ରୁଲ ପୁଟ୍ କରିବା ତାହେଲେ ଏଠି କେତେ ହଉଛି 20 ଗୁଣ 2 ବିଭକ୍ତ ସରି 1 ବିଭକ୍ତ 2 ଆଉ ଏ 5 ରୁ ମାଇନସ ଗଲେ 4 ବିଭକ୍ତ 5 ତାହେଲେ 5 ଦୁणे 10 10 ଦୁणे 20 4 ଦୁणे ତାହେଲେ 8 ତାହେଲେ 20 ର percent value କେତେ ପାଇଲେ 8 ବୁଝିପାରିଲେ। ଏଭଳି ଆମେ ବାସ୍ତବରେ ଏବଂ 100 ର ମଧ୍ୟ ବାହାର କରିଦଉଛେ ଯାହାଫଳରେ ଆପଣଙ୍କୁ ଟିକେ ବୁଝିବା ପାଇଁ ସହଜ ହବ ତାହେଲେ 72 ର ଆମେ percent value ବାହାର କରିବା percent value ବାହାର କରିବା ପାଇଁ ପ୍ରଥମତଃ 72 ର ଆମର ପ୍ରାଇମ ଫ୍ୟାକ୍ଟର ବାହାର କରିବା 2 ରେ 36 17 72 2 ରେ 18 2 36 3 18 3 3 9 3 के 3 ତାହେଲେ यार प्राइम फैक्टर କେତେ ପାଇଲେ 2 to the power 3 into 3 to the power 2 4 2 8 3 24 24 3 72 ତାହେଲେ ଏତିକି ପାଇଲେ ତାହେଲେ ତାର ରୁଲ କଣ କହୁଛି 72 into 1 minus 1 ବିଭକ୍ତ ଏ 2 into 1 minus 1 ବିଭକ୍ତ ଏ ହେଲା 3 ଏତିକି ତାହେଲେ 72 ଇଏ ହଉଛି ହାଫ ଇଏ ହଉଛି 2 ବିଭକ୍ତ 3 3 ଗୁଣେ 6 ଇଏ 12 ତାହେଲେ 12 ଗୁଣେ 24 24 ସବୁ ତାର ଡସେଣ୍ଟ ନମ୍ବର ବୁଝିପାରିଲେ ସେଭଳି 100 ର ଡସେଣ୍ଟ ନମ୍ବର ବାହାର କରି ଦେଖିବା ଡସେଣ୍ଟ ନମ୍ବର କେତେ ପ୍ରଥମତଃ 100 ର ଆମେ ପ୍ରାଇମ ଫ୍ୟାକ୍ଟର ବାହାର କରିବା 2 ରେ 50 ଯିବ 2 ରେ 25 5 ରେ 25 5 के 5 ତାହେଲେ ଆମେ କେତେ ପାଇଲେ 100 ର ପ୍ରାଇମ ଫ୍ୟାକ୍ଟର 2 ର ପାୱାର 2 into 5 ର ପାୱାର 2 4 5 25 25 ତ 100 ତାହେଲେ ତାର percent ନମ୍ବର କେମିତି ବାହାର କରିବା 100 into
एक माइनस एक विभक्त 2 इंटू एक माइनस एक विभक्त ये आउट संख्या কি আছে 2 গুটে 5 গুটে 5 তাহলে এটি আমি পাইলে 100 इंटू ये হচ্ছে হাফ আর ये হচ্ছে 4/5 5 10 10 10 100 10 গুণন 4 সমান 40 তাহলে 100 ର ଟୋଟାଲ ନମ୍ବର କେତେ କହିଲେ 40 ବୁଝିପାରିଲେ ବାସ୍ ତେଣୁ ଆଗକୁ ଯିବା କ୍ୱେଶ୍ଚନ ଗୋଟେ ଦିଟା ଦେଖିବା କେମିତି କଣ ରିମାଇଣ୍ଡର ବାହାର କରିବା ପାଇଁ ପଡୁଛି ଆମର ଏଇ ବାସ୍ ନମ୍ବରକୁ ନେଇ ତେଣୁ ଦେଖନ୍ତୁ 6 par 2 4 1 ତାହେଲେ ଡିଭାଇଡ୍ 25 ଆମେ 25 ର ଟୋଟାଲ ନମ୍ବର ବାହାର କରିବା 25 ର ଟୋଟାଲ ନମ୍ବର ହେଲେ 5 5 25 ତାର प्राइम फैक्टर किए 5 5 ର ପାୱାର 2 ତେଣୁ 25 into 1 minus 1/5 ତାମାନେ 25 into 4/5 5 5 25 ये 5 20 ତାହେଲେ 25 ର परसेंट वैल्यू केते परसेंट नंबर 20 ये 20 रे याको हरण करिया ताले केते पर्यंत हरण जाई परिबो 240 पर्यंत एकटा रिमाइंडर रहइबो ताले एक जदि रिमाइंडर रहला 6 पावर केते रहला 1 डिवाइड बाय 25 ताले रिमाइंडर केते आसीबो 6 पावर 1 माने से 6 बुझिपाले अब नेक्स्ट देखंतु 2 नंबर 27 ର ପାୱାର 25 ताले 8 ର परसेंट वैल्यू हमें बाहर करिबा 8 ର परसेंट वैल्यू को 2 to the power 3 ताले 8 into 1 minus 1 तो ये 2 ताले 8 into half ताले 2 8 4 के 4 ताले टोटल नंबर 4 ये 25 को 4 हल करियो ताले केते पर्यंत कटि परियो 24 पर्यंत रिमाइंडर केते 1 रे ताले 27 ର ପାୱାର 1 ये देखो 27 ର ପାୱାର 1 पाइले विभक्त 8 पुणी एइटाको हम कोन करिया बायनोमियल थ्योरी रे काटिबा एटा तो हम टोटल नंबर काटिले बायनोमियल थ्योरी रे काटिबा तो 8 3 केते 24 पर्यंत दे परिबो केते रहला 3 3 ର ପାୱାର 1 विभक्त 8 तो हमने एक्चुअली रिमाइंडर केते 3 बुझिपाले तापर देखंतु 3 नंबर 13 ର ପାୱାର 127 डिवाइड बाय 49 ताले हमें 49 ର टोटल नंबर बाहर करिया जेतो हमें यूलर्स थ्योरी को नै रिमाइंडर बाहर करछे ताले 49 7 ର ବର୍ଗ ये होची तारो प्राइम फैक्टर ताले 49 into 1 minus 1 विभक्त 7 ताले 49 into 6 विभक्त 7 750 742 हबो बुझिपाले 42 ହେଲା तारो टोटल नंबर हम ए 127 को 42 रे हम करियो ताले 42 42 3 दुणे 6 3 12 ताले आने नंबर 1 रहला ताले हमें पाइले इसका 13 पावर 1 डिवाइड बाय 49 ताले 13 पावर 1 माने 13 तामने रिमाइंडर होची 13 बुझिपाले बस ताले ଆଉ କିଛି ସ୍ପେଶିଆଲ ରୁଲ ଦେଖିବା ଆଜି ରିମାଇଣ୍ଡର ଥିଓରି ର ଲାଷ୍ଟ କ୍ଲାସ୍ ତେଣୁ କିଛି ସ୍ପେଶିଆଲ ରୁଲ ପୁଣି ଦେଖିବା ଯଦି ଇଏ ହଉଛି ଲବ ହର ଯଦି ହରଟା ପ୍ରାଇମ ନମ୍ବର ହୁଏ ତାହେଲେ ସେହି ନମ୍ବରରୁ 1 ମାଇନସ କଲେ ଏଇ ପ୍ରାଇମ ନମ୍ବର ମାଇନସ 1 କଲେ ଯାହା ହବ ସେତିକି ଯଦି ଯେକୌଣସି ସଂଖ୍ୟା ଅନୁସାରେ 5 କିମ୍ବା 7 ଏ 8 8 8 8 8 ରିପିଟ ହେଇକି ଥିବ
ସାତ 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 ରିପିଟ୍ ହେଇଥିବ, ପୁଣି ପାଞ୍ଚ 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 ରିପିଟ୍ ହେଇଥିବ। ତାମାନେ ତଳେ ଯଦି 17 ଥିବ ପ୍ରାଇମ୍ ନମ୍ବର, ତାହେଲେ ଏଇ 5 5 5 କିମ୍ବା 8 8 8 ରିପିଟ୍ କେତେ 16 ଥର ହେଇଥିବ। ବୁଝିଲେ? ଯଦି 16 ଥର ହେଇଥିବ ରିପିଟ୍, ତଳେ ଥିବ 17, ତାହେଲେ ଅଲୱେଜ୍ ତାର ରିମାଇଣ୍ଡର 0। ବୁଝିପାରିଲେ? ଏ ଦେଖନ୍ତୁ ଜାଣିପାରିବେ। এই 5 5 5 କେତେ ଅଛି? 16 ଥର ଅଛି। ତାହେଲେ କେତେ ଦ୍ୱାରା ଡିଭାଇଡ୍ ହବ? 17 ଦ୍ୱାରା। ତାହେଲେ ତାର ରିମାଇଣ୍ଡର 16 ଆସିବ। ବୁଝିପାରିଲେ? ଏଠି ଦେଖନ୍ତୁ ସେଇଭଳିଆ 22 ଥର। ତାହେଲେ ତାର କେତେ ଦ୍ୱାରା ଭାଗ କରିବା? 23 ଦ୍ୱାରା। ତାହେଲେ ଏ ରିମାଇଣ୍ଡର କେତେ ଆସିବ? 0 ଆସିବ। ସେଇଭଳି ଆମେ କ୍ୱେଶ୍ଚନ୍ କିଛି ଦେଖିଦବା। ଦେଖନ୍ତୁ 8 8 8 କେତେ ଥର? ନା 23 ଥର। ଆମର ଏଠି ଯଦି 22 ଥର ଥାନ୍ତା, ତାହେଲେ ରିମାଇଣ୍ଡର କେତେ ହେଇଥାନ୍ତା? 0। ତାହେଲେ ଦେଖନ୍ତୁ 8 8 8 ଏଇଭଳିଆ ଚାଲିଲା। ଇଏ ହଉଛି 22 ନମ୍ବର 8, ଇଏ ହେଲା 23 ନମ୍ବର 8। ତାହେଲେ ଏଇ 8 ରୁ ଏତିକି ପର୍ଯ୍ୟନ୍ତ ଆମ ରିମାଇଣ୍ଡର କେତେ ହଉଛି? 0। ବାକି ବଳକା ରହିଲା 8। ଗୋଟେ 8 କୁ ତାକୁ 23 ଥର ଆମେ ଡିଭାଇଡ୍ କରିବା, ତାହେଲେ ରିମାଇଣ୍ଡର ପାଇଯିବା। ତାହେଲେ ଆଉ ଏତିକି ହିଁ ବଳିବ, ଏଠୁ ତ ଆଉ କଟି ପାରିବନି ନା। ତାହେଲେ ରିମାଇଣ୍ଡର ହବ 8। ତାପରେ ଦେଖନ୍ତୁ ଆଉ ଗୋଟେ କ୍ୱେଶ୍ଚନ୍, 17 ରୁ କେତେଟା 5 ଅଛି? 18ଟା। କିନ୍ତୁ ଯଦି 17ଟା 5 ନା 16ଟା 5 ଥାନ୍ତା, ତାହେଲେ ରିମାଇଣ୍ଡର କେତେ? 0 ହେଇଥାନ୍ତା। ତାହେଲେ ଏଠି ଦେଖୁ 5 5 5 ଆସିଲା। ଏଠି 16ଟା 5 ପର୍ଯ୍ୟନ୍ତ ଏତିକି ରିମାଇଣ୍ଡର 0 ଅଛି। ଆଉ କେତେ? ଦୁଇଟା ଅଛି, 5 ଆଉ 5। ତାହେଲେ ଏଇ ଦୁଇଟା 5 କୁ ଆମେ 17 ଦ୍ୱାରା ହରଣ କଲେ ରିମାଇଣ୍ଡରଟା ପାଇପାରିବା। 17 3 51 ଆଉ କେତେ? 4। ତାହେଲେ ରିମାଇଣ୍ଡର କେତେ ହେଲା? 4। ବୁଝିପାରିଲେ? ଆସନ୍ତୁ ଦେଖିବା ଆଉ ଗୋଟେ ସଂଖ୍ୟା 5। ତାହେଲେ 5 5 5 କେତେ ଥର? 32 ଥର। ଡିଭାଇଡ୍ ହଉଛି କେତେ? 17ରେ। ଆମେ ଦେଖିବା ଯଦି ଉପରେ ଥାନ୍ତା 16 ଥର, ତାହେଲେ ରିମାଇଣ୍ଡର 0 ହେଇଥାନ୍ତା। ଯେହେତୁ ଆଉ ଥରେ 16 ଥର ଦେଇଛି 32 ଥର, ତାହେଲେ ଆଉ ଥରେ 0। ତାମାନେ 5 5 5 5 ଏଟା 16 ଥର 16 ନମ୍ବର 5, 5 5 5 ଇଏ ହଉଛି ଆଉ 16 ନମ୍ବର, ତାହେଲେ 32 ନମ୍ବର 5। এই 16টাକୁ ରିମାଇଣ୍ଡର 0, এই 16টাକୁ ରିମାଇଣ୍ଡର 0। ତାହେଲେ 32ଟା ଅଛି ମାନେ ଫାଇନାଲି ରିମାଇଣ୍ଡର କଣ ହବ? 0 ହବ। ବୁଝିପାରିଲେ? ତାପରେ ଦେଖନ୍ତୁ ଆଉ ଗୋଟେ ନମ୍ବର 5 5 5 କେତେ ଥର? 92 ଥର। ତାହେଲେ ଯଦି ତଳେ 19 ଅଛି, ପ୍ରାଇମ୍ ନମ୍ବର 19 ଯଦି ଉପରେ 18 ଥାନ୍ତା, ତାହେଲେ 18ଟା ନମ୍ବରକୁ ଯଦି 19 ଡିଭାଇଡ୍ ହେଇଥାନ୍ତା, ତାହେଲେ ଆମ ରିମାଇଣ୍ଡର 0 ହେଇଥାନ୍ତା। ତାହେଲେ 5 5 5 18ଟା ଯଦି ହେଇଥାନ୍ତା, ତାହେଲେ ଆମ ରିମାଇଣ୍ଡର 0 ହେଇଥାନ୍ତା। ତାହେଲେ ଆମେ ଏକ କାମ କରିବା, ଏଇ 92ଟା 5ରୁ ଆମେ 18ଟା 5 କେତେଟା ଗ୍ରୁପ୍ କାଢିଦବା? ତାହେଲେ 92 ଆଉ 18 ପଞ୍ଚା 90 9 ତାହେଲେ 2। ମାନେ ଏମିତି ଗ୍ରୁପ୍ ହେଇ 5 5 ଏମିତି 18ଟା, ଏଠି 18ଟା ଏଠି 18ଟା ଏଠି 5ଟା ଗ୍ରୁପ୍, ତାହେଲେ 0 0 ରିମାଇଣ୍ଡର ରହିବ। ତାହେଲେ କେତେଟା ପର୍ଯ୍ୟନ୍ତ? ନା 90ଟା ପର୍ଯ୍ୟନ୍ତ 0 ହିଁ ରିମାଇଣ୍ଡର ରହିବ। ଆଉ ବାକି ରହିଲା କେତେ? 2ଟା। ତେଣୁ 2ଟା 5କୁ ଆମେ 19ରେ ଡିଭାଇଡ୍ କରିଦବା। 19ରେ ଡିଭାଇଡ୍ କଲେ ଆମେ 3 27ରୁ 7 3 କେ 3 5 57 ହେଇଯାଉଛି। ଯଦି ବି 57 ହେଲା, ମାଇନସ୍ ରିମାଇଣ୍ଡର କେତେ? -2। ତେଣୁ 19ରେ 2 ମାଇନସ୍ କରିଦବା 17। ଆକ୍ଚୁଆଲି ରିମାଇଣ୍ଡର 17। ଏଟା ହଉଛି ନେଗେଟିଭ୍ ରିମାଇଣ୍ଡର ବାହାରିଲା 57। 19 3 57। ତାହେଲେ 55 ଅଛି ଆମର। ତେଣୁ ମାଇନସ୍ କେତେ? -2।
2 माइनस 2 कौन नेगेटिव रिमाइंडर एक्चुअल रिमाइंडर पाए पे हेले 19 ରୁ ଆମେ 2 ମାଇନସ୍ କରିଦେବା 17 ये ହେଲା एक्चुअल रिमाइंडर ବୁଝିପାରିଲେ ତେଣୁକି ଯୋଉ ପିଲାମାନେ ବୁଝିପାରୁନାହାନ୍ତି ସେମାନେ ଫାର୍ଷ୍ଟ ଟାଇମ୍ ଏଇ ଭିଡ଼ିଓ ଦେଖୁଛନ୍ତି ସେମାନେ ପ୍ରିଭିୟସ୍ ଭିଡ଼ିଓ ଯାଇକି ଦେଖିପାରିବେ ଡେସ୍କ୍ରିପସନରେ ମୁଁ ଦେଇଦେବି ତାର ବେସିକ୍ ଭିଡ଼ିଓ ଗୁଡ଼ାକ ଆପଣ ଦେଖିପାରିବେ ତୁମେ ଆସନ୍ତୁ ଗୋଟେ 999 କେତେ ନା 932 ଥର ମୋର ପ୍ରାଇମ୍ ନମ୍ବର ତଳେ ଦେଇଛି କେତେ 30 ତାହେଲେ ଉପରେ ଯଦି 30 ର ଗ୍ରୁପ ଥାନ୍ତା ତାହେଲେ 30ଟା ହେଲେ ସେ ରିମାଇଣ୍ଡର 0 ହବ ପୁଣି 30ଟା ହେଲେ ରିମାଇଣ୍ଡର 0 ହବ ସେଇ ଭାବରେ ଆମେ 930 କୁ 932 କୁ ଏଠୁ ବାହାର କରିଦେବା 30 ର କେତେଟା ଗ୍ରୁପ ହେଇପାରିବ ତାହେଲେ 30 30 ତିନି ଶୂନ 30 3 9 ଆସିଲା 3 32 ତାହେଲେ 30 30 2 ତାମାନେ 30 30 ର 31ଟା ଗ୍ରୁପ ହେଇପାରିବ ତାହେଲେ 9 9 9 9 ଏଟା ଗୋଟେ ଗ୍ରୁପ ପୁଣି 9 9 9 ଏଟା ଗୋଟେ ଗ୍ରୁପ ପୁଣି 9 9 9 ଏଭଳିଆ 31ଟା ତାହେଲେ ପ୍ରତ୍ୟେକ ଗ୍ରୁପରେ ଏଠି 30ଟା ଅଛି ଏଠି 30ଟା 9 ଏଠି ବି 0 ଏଠି ବି 0 ଏଠି ବି 0 ଏଇଭଳି କେତେଟା ପଳଉଛି 930ଟା 930ଟା 9 ପଳେଇଲା ଏଥିରେ ରିମାଇଣ୍ଡର କେତେ 0 ହିଁ ଆସିଲା ଆଉ ବାକି ରହିଲା କେତେ 9 ଦୁଇଟା ତେଣୁ ଏଇ ଯୋଉ ଦୁଇଟା 9 ଏଥିରୁ ଯଦି ଆମେ 31 ହରଣ କରିଦେବା ତାହେଲେ actual remainder ପାଇପାରିବା ତା ପୂର୍ବରୁ ଯୋଉ 930ଟା 9 ତାର ରିମାଇଣ୍ଡର କଲେ କଣ ହେଲା 0 ତେଣୁକି ଏଇଟାକୁ ଆମେ ହରଣ କରିଦେବା 3 3 3 3 9 ଆଉ ଏଠି ବାକି କେତେ ରହିଲା 6 ତାହେଲେ actual remainder କଣ 6 ଆସିବ ବୁଝିପାରିଲେ ଆଉ କିଛି ସ୍ପେଶିଆଲ ରୁଲ ଦେଖିଦେବା କଣ କଣ ଅଛି ସ୍ପେଶିଆଲ ରୁଲ କହିଲେ ଇଏ ଯେକୌଣସି ଯଦି ମନେ କରାଯାଉ ଉପରେ ଅଛି 2 ତଳେ ଅଛି 6 ଆଉ 2 ର ପାୱାର ଯଦି ଅର୍ଡର ଥିବ ତାହେଲେ ରିମାଇଣ୍ଡର 2 ଆସିବ ଆଉ 2 6 ଆକାର ଥିବ ଏବଂ 2 ର ପାୱାର ଇଭେନ୍ ଥିବ ତାହେଲେ ରିମାଇଣ୍ଡର କେତେ ଆସିବ 4 ଆସିବ ସବୁବେଳେ କିଭଳି ଆରେ ଦେଖନ୍ତୁ 2 ର ପାୱାର 1 ତା ମାନେ 2 ବିଭକ୍ତ 6 ରିମାଇଣ୍ଡର କେତେ ସେଇ 2 ରହିବ ତାପରେ 2 ର ପାୱାର 2 ତା ମାନେ 4 ବିଭକ୍ତ 6 ତା ମାନେ ରିମାଇଣ୍ଡର 4 ରହିବ 2 ର ପାୱାର 3 ସମାନ 8 ବିଭକ୍ତ 6 ରିମାଇଣ୍ଡର କେତେ ରହିବ 6 କେ 6 ପୁଣି 2 2 ର ପାୱାର 4 ଶୂନ ଶୂନ ସଦର ଭାଗ କରିବା 6 ଗୁଣ 12 ଚାଲିବ ବାକି ରହିବ 4 2 ର ପାୱାର 5 ତାମାନେ 32 ଡିଭାଇଡ୍ ବାଇ 6 30 ପଳେଇବ ଆଉ ବାକି ରହିଯିବ 2 ତାହେଲେ ଦେଖନ୍ତୁ ଏଠି 2 ର ପାୱାର ଅର୍ଡର ଥିଲା ବେଳେ ତାର ନମ୍ବର 2 2 ର ପାୱାର ଯଦି ଇଭେନ୍ ରହୁଛି ତାହେଲେ ରିମାଇଣ୍ଡର 4 2 ର ପାୱାର ଅର୍ଡର ରହିଲେ ରିମାଇଣ୍ଡର 2 ତେଣୁ ଏଇଟା ବୁଝିପାରିଲେ ନା ଯେତେବେଳେ 2 ର ପାୱାର ଅର୍ଡର ରହୁଛି ରିମାଇଣ୍ଡର 2 ରହୁଛି ଏବଂ 2 ର ପାୱାର ଇଭେନ୍ ରହିଲେ ରିମାଇଣ୍ଡର 4 ବାସ୍ ବୁଝିପାରିଲେ ଆସନ୍ତୁ ଗୋଟେ ଦୁଇଟା କ୍ୱେଶ୍ଚନ ପ୍ରାକ୍ଟିସ କରିବା ଠିକ ବୁଝିପାରିବେ 218 ର ପାୱାର 9 8 5 4 6 ତାର ପାୱାର 67 ତାର ପାୱାର 32 ଡିଭାଇଡ୍ ବାଇ 6 ତାହେଲେ ପ୍ରଥମ ବାଇନୋମିଆଲ ଥିଓରୀ 6 କୁ ଏଠି କାଟିପାରିବା 6 3 18 3 8 636 ଆଉ ପାଖରେ ରହିଲା 2 2 ର ପାୱାର ତାହେଲେ କେତେ ରହିଲା 9 8 5 4 6 ତାର ପାୱାର 67 ତାର ପାୱାର 32 ଡିଭାଇଡ୍ ବାଇ 6 ପ୍ରଥମ କାମ କରିବା ଏଇଠି 67 କୁ କେତେ ଥର ଯେତେ ଥର ଗୁଣନ କଲେ ବି ଏ ଅର୍ଡର ହଉ କି ଇଭେନ୍ ହଉ ସେ ଲାଷ୍ଟରେ କୋଉ ନମ୍ବର ଆସିବ
ସେଇ ଅର୍ଡର ନମ୍ବର ହିଁ ଗୋଟେ ଆସିବ, ହେଲା କି? ଯଦି ଅର୍ଡର ନମ୍ବର ଆସିଲା ତାହେଲେ 6 ଏଠି ଲାଷ୍ଟ 9 8 5 4 6 ଏଇ ସଂଖ୍ୟାଟାକୁ ଆମେ ଗୁଣନ କରିବା। ଯେତେ ଥର କେତେ ଗୁଣ କରିବା? ଗୋଟେ ଅର୍ଡର ଥର ମାନେ ଯାହା ବି ସଂଖ୍ୟା ଆସିଥିବ ସେତିକି ଥର ଆମେ ଗୁଣନ କରିବା। ଯେହେତୁ ଅର୍ଡର ଅଛି 6 ର କିଛି ଦିଆ ଆସିନି, ଅର୍ଡର ସହିତ ମାନେ 6 ଅଛି ଲାଷ୍ଟରେ, ତାମାନେ ସେ 636 6 ହିଁ ଆସିବ, କିମ୍ବା 6 ଗୁଣ 6 ଗୁଣ 6 ଅର୍ଡର ନମ୍ବର ସହିତ ଗୁଣନ କଲେ ବି କି ଇଭେନ୍ ନମ୍ବର ସହିତ ଗୁଣନ କଲେ ଲାଷ୍ଟରେ 6 ଆସିବ। 6 ଆସିବ ମାନେ ଇଭେନ୍ ହିଁ ଆସୁଛି ଲାଷ୍ଟରେ, ତେଣୁ ଏଇଟା ପୁରାଟା ଇଭେନ୍ ନମ୍ବର ହିଁ ଆସିବ। ତାମାନେ ଆମେ ଏଠି ପାଇଲେ ନା 2 ର ପାୱାର ଇଭେନ୍ ଆସିଲା divided by 6, ତାହେଲେ ଆମେ ଜାଣିଛେ ତାକୁ 2 ର ପାୱାର ଯଦି ଇଭେନ୍ ହୁଏ ଡିଭାଇଡ୍ ବାଇ 6 ହୁଏ ତାହେଲେ ରିମାଇଣ୍ଡର ସବୁବେଳେ 4 ଆସିବ। ବୁଝିପାରିଲେ? ଏଇଠି ଆମେ ରୁଲଟା ଦେଖିଥିଲେ, ଯଦି ଇଭେନ୍ ହୁଏ ରିମାଇଣ୍ଡର 4, ଠିକ ଅଛି। ତେଣୁ ଆସନ୍ତୁ ଦେଖିବା ଆଉ ଗୋଟେ କ୍ୱେଶ୍ଚନ। ଦେଖନ୍ତୁ ତ ଏଠି 6 ଆମେ ବାଇନୋମିଆଲ ଥିଓରି ଦ୍ୱାରା କାଟିପାରିବା। 6 3 18, ତାହେଲେ 18 ପଳେଇବ, ଏଠି 18 ପଳେଇବ, ଏଠି 18 ପଳେଇବ, ଏଠି 18 ପଳେଇବ, ଏଠି ବି 18 ପଳେଇବ। ତାହେଲେ ଆମ ବାକି ରହିଲା କେତେ? 2 ର ପାୱାର 1 ପ୍ଲସ୍ 2 ର ପାୱାର 2 ପ୍ଲସ୍ 2 ର ପାୱାର 3 ପ୍ଲସ୍ 2 ର ପାୱାର 4, ଏଭଳି 2 ର ପାୱାର 44। ତାହେଲେ ଡିଭାଇଡ୍ ବାଇ କେତେ? 6 ଅଛି। ତାହେଲେ ଦେଖନ୍ତୁ এই 2 2 ର ପାୱାର 2 ମାନେ 2, এই 2 କୁ ଆମେ 6 ରେ ହରଣ କରିବା, ତାହେଲେ ଆମେ ଜାଣିଛେ 2 ର ପାୱାର କେତେ? 2 ର ପାୱାର ଅର୍ଡର ଅଛି, ତାହେଲେ ରିମାଇଣ୍ଡର କେତେ ଆସିବ? ରିମାଇଣ୍ଡର କେତେ ଆସିବ? 2। ଆଉ ଏଠି 2 ର ପାୱାର 4, 2 ର ପାୱାର 2, ତାମାନେ ୟାର ପାୱାର କଣ ଅଛି? ଇଭେନ୍ ଅଛି, ତାହେଲେ ରିମାଇଣ୍ଡର କେତେ ଆସିବ? 4। 2 ର ପାୱାର ଏଠି ଅଛି ଅର୍ଡର, ଅର୍ଡର ଅଛି ମାନେ ରିମାଇଣ୍ଡର କେତେ ଆସିବ? 2। ଏଠି 2 ର ପାୱାର ଇଭେନ୍ ଅଛି, ତାହେଲେ ରିମାଇଣ୍ଡର କେତେ ଆସିବ? 4। ତାହେଲେ ଏହିଭଳି ଭାବରେ 2 4 2 4 2 4 ଚାଲିବ କେତେ ଥର? ଲାଷ୍ଟ 2 ର ପାୱାର କେତେ ଅଛି? ଇଭେନ୍ 2 ର ପାୱାର 4। ବୁଝିପାରିଲେ? ତାହେଲେ ଆମେ ଗୋଟେ ଜିନିଷ 2 ର ପାୱାର ମାନେ ରିମାଇଣ୍ଡର 4, 2 ର ପାୱାର ଇଭେନ୍ ଅଛି ନା ରିମାଇଣ୍ଡର 4, ତେଣୁ 4। ତାହେଲେ ଏଇଭଳିଆ ଗ୍ରୁପ କେତେଟା ହବ? ଟୋଟାଲ ସଂଖ୍ୟା ହେଲା 44। ତାହେଲେ 2 4 2 4 2 4 ଏଭଳିଆ ଗ୍ରୁପ କେତେଟା ହବ? 2 4 22ଟା ଗ୍ରୁପ ହେଇଯିବ, 22ଟା। ତାହେଲେ 2 ଆଉ 4 ର 6 ଦ୍ୱାରା କରିବା, ତାହେଲେ ରିମାଇଣ୍ଡର କେତେ ରହିବ? 0। ଏ 2 4 କୁ ହରଣ କରିବା 0, 2 4 କୁ ହରଣ କରିବା 0। ଏଭଳିଆ ଇଭେନ୍ ସଂଖ୍ୟା ଅଛି, ତେଣୁ 2 4 2 4 ସବୁ ଗୁଡା 0 0 ହବ। ତାହେଲେ 22ଟା 0 ହବ ଉପରେ। ତାହେଲେ ଫାଇନାଲି ଆମେ ରିମାଇଣ୍ଡର କେତେ ପାଇଲେ? ସେ 0। ତେଣୁ ବୁଝିପାରିଲେ? ତେଣୁ ଆଜି ଆମେ ରିମାଇଣ୍ଡର ଥିଓରି କ୍ଲାସ୍ ଶେଷ କଲେ। ଯଦି କିଛି ଏ ଭିତରେ ଡାଉଟ୍ ରହୁଛି ତେଣୁ ଆପଣମାନେ କମେଣ୍ଟରେ ଲେଖିପାରିବେ କଣ ବୁଝିପାରିଲେନି କଣ ନାହିଁ। ତେଣୁ ଆଗକୁ ଆମେ ନୂଆ ସବୁ ପାଠ ନମ୍ବର ସିଷ୍ଟମର ନୂଆ ପାଠ ଆରମ୍ଭ କରିବା। ତେଣୁ ଯେଉଁ ପିଲାମାନେ ବି ଏ ଭିଡ଼ିଓଟି ଦେଖିଲେ ଆପଣମାନଙ୍କୁ ଭିଡ଼ିଓଟି କିଭଳି ଲାଗୁଛି, ଆମ କଣ୍ଟେଣ୍ଟ କିଭଳି ଲାଗୁଛି କମେଣ୍ଟ ମାଧ୍ୟମରେ ଜଣାନ୍ତୁ, ଏବଂ ଭଲ ଲାଗିଲେ ଲାଇକ୍ କରନ୍ତୁ, ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ। ଜୟ ଜଗନ୍ନାଥ। ଥ୍ୟାଙ୍କ ୟୁ।